ସାଙ୍ଗ ମାନେ ଫେବୃଆରୀ ଶେଷ ସୁଦ୍ଧା ଦରମା ବିଲ୍ ସାଙ୍ଗରେ ଆମର ଇନକମ୍ ଟ୍ୟାକ୍ସ ଦେବାକୁ ପଡ଼ିବ। ଇନକମ୍ ଟ୍ୟାକ୍ସ ଫର୍ମଟି କିପରି ଫିଲ୍ଅପ୍ ହେବ ଆସନ୍ତୁ ଆମେ ସେ ବିଷୟରେ ଆଜି ଜାଣିବା। ନିଜ ହିସାବ ଆମେ ନିଜେ ଜାଣିବା। ତ ପ୍ରଥମେ ଆମେ HRMSରେ ଆମର ଆନୁଆଲ୍ IT ରିପୋର୍ଟକୁ ଆମକୁ ଡାଉନଲୋଡ଼୍ କରିବା ପାଇଁ ପଡ଼ିବ। ଆମର ପ୍ରତି ମାସରେ ଆମେ କେତେ ବେସିକ୍ ପାଇଛେ, କେତେ DA ପାଇଛେ, କେତେ HRA ପାଇଛେ, ସବୁର ଡାଟା ଆମକୁ ଦରକାର। ତ ସେଥିରେ ଆମେ ଡାଟା କଲେକ୍ସନ୍ କଲା ପରେ ପ୍ରତି ମାସରେ ଆମେ ବେସିକ୍ ଆଉ DAକୁ ଆମେ କ'ଣ କରିବା ନା କାଲକୁଲେଟ୍ କରିବା। ପ୍ରତି ମାସର ଜାନୁଆରୀ ଫେବୃଆରୀ ମାର୍ଚ୍ଚ କରିକି ଆମେ ଲେଖିକି ପ୍ରତି ମାସର ବେସିକ୍ ଆଉ DAକୁ ଆମେ ଟୋଟାଲ୍ କରିବା। ପ୍ରତି ମାସର 12 ମାସର ବେସିକ୍ DA ଟୋଟାଲ୍ ଯେତିକି ସେତିକି ଆମେ ଟୋଟାଲ୍ କରିକି ଲେଖିବା। ତାପରେ ଆସିଲା HRA ଆମେ ପ୍ରତି ମାସରେ କେତେ କେତେ ପାଇଛେ 12 ମାସର HRAକୁ ଆମେ ଟୋଟାଲ୍ କାଉଣ୍ଟିଂ କରିକି ଟୋଟାଲ୍ ଆମେ ସମ୍ କରିକି ଆମେ ସମ୍ ଆମାଉଣ୍ଟଟା ବା ଟୋଟାଲ୍ ଯୋଗଫଳ ଆମେ ଏଠି ଲେଖିବା। ତାପରେ P ଟ୍ୟାକ୍ସଟା ଆମର 2500 ରୁହେ, ପ୍ରାୟ ଫେବୃଆରୀ ମାସରେ ଆମର 300 ରୁହେ ଆଉ ବାକି ସବୁ ମାସରେ 200 ରୁହେ। ସେ ଆମର 2500 ରହିବ, ତାକୁ ମଧ୍ୟ ଆମେ ଲେଖିବା। ତାପରେ ଆମକୁ DA ଏରିୟର ପ୍ରତିବର୍ଷ ଆମକୁ 2ଟି ମିଳିଥିବ DA ଏରିୟର। ଯଦି ତା ବା ଯଦି ଆଉ କିଛି ଏରିୟର ଆପଣଙ୍କୁ ମିଳିଛି ତାହେଲେ ଏରିୟର ମଧ୍ୟ ଆପଣ ତାକୁ ମିଶାଇବେ। କି ଅଲଗା ଆଲାଉନ୍ସ ଯଦି ଅଛି ଅଲଗା ଡିପାର୍ଟମେଣ୍ଟର କୌଣସି ଚାକିରି ଟିଚର ବ୍ୟତୀତ ଆଉ କେଉଁ ଡିପାର୍ଟମେଣ୍ଟରେ ଅଛନ୍ତି ତ ତାକୁ ମଧ୍ୟ ଆପଣ ମିଶାଇବେ। ମିଶାଇଲା ପରେ ଟୋଟାଲ୍ ଆମାଉଣ୍ଟଟା ଟୋଟାଲ୍ ବେସିକ୍ ପ୍ଲସ୍ DA ପ୍ଲସ୍ HRA ପ୍ଲସ୍ P ଟ୍ୟାକ୍ସ ପ୍ଲସ୍ ଏରିୟର ସବୁ ଯାକ ମିଶାଇଲା ପରେ ଯେଉଁ ଆମାଉଣ୍ଟ ହେଲା ସେ ଆମାଉଣ୍ଟକୁ ଆପଣ କାଲକୁଲେଟ୍ କରିକି ଲେଖିବେ। ଫର୍ମ ଅଛି, ଫର୍ମରେ ମଧ୍ୟ ଲେଖିପାରିବେ। ଏଥିରେ ମଧ୍ୟ ଆପଣ ଟୋଟାଲ୍ ଆମେ ଖାଲି ହିସାବଟା ଖାଲି ଆମେ ଜାଣିବା ଆଜି ଟୋଟାଲ୍ ଆମାଉଣ୍ଟ ଆମେ ଲେଖିଲେ। ମନେକର ଟୋଟାଲ୍ ଆମାଉଣ୍ଟ ଆମେ ପାଇଲେ 6,30,000। 6,30,000ରୁ ଆମର କମନଲି ଷ୍ଟାଣ୍ଡାର୍ଡ ଡିଡକ୍ସନ୍ ସମସ୍ତଙ୍କ ପାଇଁ 75,000 ହେବ, 75,000 ହେବ। ଆମେ 6,30,000 ରେଷ୍ଟ ଆମାଉଣ୍ଟ ଆମକୁ 5,55,000 ଆମକୁ ମିଳିଲା। ତ ନେକ୍ସଟ ଆମକୁ 5,55,000 ଉପରେ ହିଁ ଆମକୁ ଟ୍ୟାକ୍ସ କାଲକୁଲେସନ୍ କରିବାକୁ ପଡ଼ିବ ବା ଟ୍ୟାକ୍ସ ଦେବା ପାଇଁ ପଡ଼ିବ। ଡିଡକ୍ସନ୍ ମାଇନସ୍ କଲା ପରେ ତାପରେ ଆମକୁ ଟ୍ୟାକ୍ସ କାଲକୁଲେସନ୍ କରିବା ପାଇଁ ପଡ଼ିବ। ଏବେ ଜାଣି ଆମେ ଟ୍ୟାକ୍ସ କାଲକୁଲେସନ୍ କେମିତି ହେବ। ତ ପ୍ରଥମେ ଦେଲେ ଟ୍ୟାକ୍ସ କାଲକୁଲେସନ୍ରେ 0ରୁ 4 ଲକ୍ଷ ଭିତରେ ହେଲେ ଆମକୁ କୌଣସି ଟ୍ୟାକ୍ସ ଦେବା ପାଇଁ ପଡ଼ିବ ନାହିଁ, ନିଲ୍ ରହିବ। 4,01,000ରୁ 8 ଲକ୍ଷ ଭିତରେ ଆମକୁ 5%, 8,01,000ରୁ 12 ଲକ୍ଷ ଭିତରେ ହେଲେ 10%, 12,01,000ରୁ 16 ଲକ୍ଷ ହେଲେ 15%, 16,01,000ରୁ 20 ଲକ୍ଷ ହେଲେ 20%, 20,01,000ରୁ 24 ଲକ୍ଷ ହେଲେ 25%, ଆଉ 24 ଲକ୍ଷରୁ ଅଧିକା ହେଲେ ଆମକୁ 30% ଆମକୁ ଟ୍ୟାକ୍ସ ଆମକୁ ଦେବା ପାଇଁ ପଡ଼ିବ। କେଉଁ ଆମାଉଣ୍ଟ ଉପରେ ନା ଟୋଟାଲ୍ ଆମାଉଣ୍ଟ, ଟୋଟାଲ୍ ଆମେ ସବୁ ଯାକ ମିଶାଇଲେ ସେ ଆମାଉଣ୍ଟରୁ ଷ୍ଟାଣ୍ଡାର୍ଡ ଡିଡକ୍ସନ୍ 75,000 ମାଇନସ୍ କଲେ